ସେଇଟା ବାସ୍ ଯେହେତୁ ସର୍ଟ ଫିଲ୍ମ ଆମେ କରୁ ଆମେ ଭାଇ ଭଉଣୀ କ୍ୟାରେକ୍ଟର କଲେ ବି ଲୋକ ପସନ୍ଦ କରନ୍ତି, ସ୍ୱାମୀ ସ୍ତ୍ରୀ କଲେ ବି ଲୋକ ପସନ୍ଦ କରନ୍ତି। ସେତେବେଳେ ସର୍ଟ ଫିଲ୍ମ କରୁଥିଲୁ ତ ଚାଲିଥିଲା। ଏବେ ଯେହେତୁ ଏପଟେ ଟିକେ କାମ କରୁଛୁ ତ ସେଥିପାଇଁ କରିପାରୁନୁ। ବାକି ସର୍ଟ ଫିଲ୍ମ ବି ଲୋକମାନେ ବହୁତ ଖୋଜୁଛନ୍ତି, ଚେଷ୍ଟା କରୁଛୁ। ମାସେ ଆଉ 2 ମାସ ଭିତରେ ଆମେ ଗୋଟେ ଆଣିବାକୁ ଚେଷ୍ଟା କରୁଛୁ ଲୋକମାନଙ୍କଠୁ। ପୁଣି ଥରେ ସେଇ ଭଲ ପାଇବା ଆଣିବା ବୋଲି ଚେଷ୍ଟା କରୁଛୁ। ଯେତିକି ଜାଣିଛି ତାର ବି ଗୋଟେ ସୁଟ୍ ସରିଛି ନା କଣ, ତ ସେ ବି ବହୁତ ଜଲ୍ଦି ଆସିବ ବଡ ପର୍ଦ୍ଦାକୁ। ଖାଲି ସିଏ ନୁହଁ, ଆମ ଟିମରେ ବହୁତ ଜଣ ଏମିତି ଅଛନ୍ତି, ବହୁତ ଜଣ ଆସିବେ ଫିଲ୍ମକୁ, ଆଶା ଅଛି। ଦେନ୍ ପୁଣି ଥରେ ମନ୍ତ୍ରମୁଗ୍ଧ। ତ ଡିରେକ୍ଟର ସାର୍ଙ୍କର ସେ ମତେ ଟ୍ରଷ୍ଟ ମୋ ଉପରେ ଅଛି, ତ ସେଥିପାଇଁ ମତେ ବ୍ୟାକ୍ ଟୁ ବ୍ୟାକ୍ କାମ ଦଉଛନ୍ତି। ତ ମୁଁ ତାଙ୍କ ଭରସା ଭାଙ୍ଗିବିନି ବୋଲି ଆଶା, ଆଉ ଫିଲ୍ମ ମାଧ୍ୟମରେ ଲୋକଙ୍କୁ ମନ୍ତ୍ରମୁଗ୍ଧ କରିବି ବୋଲି ଆଶା ଅଛି। ଭାଇ ମନ୍ତ୍ରମୁଗ୍ଧ ଫିଲ୍ମ ଆସୁଛି, କଣ କହିବେ ଫିଲ୍ମ ବିଷୟରେ, କେମିତି ଭଲ ପାଇବା ମିଳିବ ଦର୍ଶକଙ୍କର? ପ୍ରଥମ ତ ଅନୁପମ ପଟ୍ଟନାୟକ ସାର୍ଙ୍କ ନିର୍ଦ୍ଦେଶିତ ଅଭୟ ପଟ୍ଟନାୟକ ପ୍ରଡକ୍ସନ ହାଉସ୍ ଟେକ୍ନୋମାର୍ଟ ପ୍ରଡକ୍ସନ, ତାଙ୍କର 3 ନମ୍ବର କାମ ଏଇଟା ମୋର। ପ୍ରଥମେ କର୍ମ, ଲୋକମାନଙ୍କର ଆଶୀର୍ବାଦ ଭଲ ପାଇବା। ଦେନ୍ ଗ୍ୟାଙ୍ଗସ୍ ଅଫ୍ ପୁରୀ, ବହୁତ ସାରା ଭଲ ପାଇବା ଜଗା କ୍ୟାରେକ୍ଟରକୁ। ଦେନ୍ ପୁଣି ଥରେ ମନ୍ତ୍ରମୁଗ୍ଧ। ତ ଡିରେକ୍ଟର ସାର୍ଙ୍କର ସେ ମତେ ଟ୍ରଷ୍ଟ ମୋ ଉପରେ ଅଛି, ତ ସେଥିପାଇଁ ମତେ ବ୍ୟାକ୍ ଟୁ ବ୍ୟାକ୍ କାମ ଦଉଛନ୍ତି। ତ ମୁଁ ତାଙ୍କ ଭରସା ଭାଙ୍ଗିବିନି ବୋଲି ଆଶା, ଆଉ ଫିଲ୍ମ ମାଧ୍ୟମରେ ଲୋକଙ୍କୁ ମନ୍ତ୍ରମୁଗ୍ଧ କରିବି ବୋଲି ଆଶା ଅଛି। ଏମିତି ଗୋଟେ ନାଁ ଭାଇ ଫିଲ୍ମର କାହିଁକି ମନ୍ତ୍ରମୁଗ୍ଧ? କେହି କେତେ ମନ୍ତ୍ରମୁଗ୍ଧ କରିପାରିବେ ଆପଣମାନେ? କାହିଁକିନା ସେ ଫିଲ୍ମକୁ ନେଇକି ସେତିକି ସିଏ ବିଲିଭ୍ କରି ରଖିଛନ୍ତି ଯେ ଏ ଫିଲ୍ମ କିଛି ହଟକେ ଅଛି, କିଛି ନୂଆ ଚେଷ୍ଟା କରିଛନ୍ତି। ଆମମାନଙ୍କ କ୍ୟାରେକ୍ଟର ଉପରେ ନେଇକି ସେ ବହୁତ ଏକ୍ସପେରିମେଣ୍ଟ କରିଛନ୍ତି। ତ ଫିଲ୍ମ ଦେଖିବେ ମାନେ ଲୋକ ମନ୍ତ୍ରମୁଗ୍ଧ ହେବେ। ତ ଫିଲ୍ମର ନାଁ ସେଥିପାଇଁ ମନ୍ତ୍ରମୁଗ୍ଧ। ମୋ ଛଡା ସନୋଜ ଭାଇ ଅଛନ୍ତି, ସାର୍ଥକ ଅଛି, ସୂର୍ଯ୍ୟମୟୀ ଅଛନ୍ତି, ଭୂମିକା ଅଛନ୍ତି, ନିଶାନ୍ତ ଭାଇ ଅଛନ୍ତି, ଦୀପାନ୍ବିତ ଭାଇ ଅଛନ୍ତି, ଆଉ ଜଣେ ବହୁତ ହି ଟ୍ୟାଲେଣ୍ଟେଡ୍ ଆକ୍ଟର ଜଣେ ଏଥିରେ ଡେବ୍ୟୁ କରିବାକୁ ଯାଉଛନ୍ତି, ଉମା ଭାଇ। ତ ଲୋକ ତାଙ୍କ କ୍ୟାରେକ୍ଟର ଦେଖିଲା ପରେ ତ ନିହାତି ଭାବରେ ମନ୍ତ୍ରମୁଗ୍ଧ ହେବେ। ମନ୍ତ୍ରମୁଗ୍ଧକୁ ଭାଇ ଛାଡିକିରି ଆଉ କଣ ସିନେମା ଆପଣଙ୍କର ଆସୁଛି? ନାଇଁ, ଏବେ ପର୍ଯ୍ୟନ୍ତ ତ ଆଉ ଗୋଟେ ସୁଟ୍ ଚାଲିଛି, ତାର କୌଣସି ରିଭିଲ୍ କରିନାହାନ୍ତି ସେମାନେ ଟାଇଟଲ। ବସ୍ ଚାଲିଛି, ଏବେ ପାଇଁ ତ ମନ୍ତ୍ରମୁଗ୍ଧ ହେଇ କେବଳ ଅଛି। ଇଏ ତ ଗଲା ଭାଇ ମନ୍ତ୍ରମୁଗ୍ଧ କଥା। ଆଉ ଗୋଟେ କଥା ପଚାରିବାକୁ ଚାହିଁବି, ଆପଣଙ୍କର ଅନନ୍ୟା ଦିଦିଙ୍କର ଯୋଡି ବହୁତ ଦର୍ଶକ ପସନ୍ଦ କରିଥିଲେ, ବହୁତ ରିଲରେ ଭଲ ପାଇବା ଆପଣଙ୍କୁ ମିଳୁଥିଲା, ବ୍ଲଗରେ। ଏବେ ଟିକେ ଆପଣଙ୍କ ଯୋଡିଟା କମି ଯାଇଛି, ଆଉ ଟିକେ ରିଲ ଫିଲ୍ଡରୁ ଦୂରେଇ ଯାଇଛନ୍ତି ନା, 2 ଜଣଙ୍କୁ ଟାଇମ ହଉନି କରିବା ପାଇଁ? ସେଇଟା ବାସ୍ ଯେହେତୁ ସର୍ଟ ଫିଲ୍ମ ଆମେ କରୁ ଆମେ ଭାଇ ଭଉଣୀ କ୍ୟାରେକ୍ଟର କଲେ ବି ଲୋକ ପସନ୍ଦ କରନ୍ତି, ସ୍ୱାମୀ ସ୍ତ୍ରୀ କଲେ ବି ଲୋକ ପସନ୍ଦ କରନ୍ତି। ସେତେବେଳେ ସର୍ଟ ଫିଲ୍ମ କରୁଥିଲୁ ତ ଚାଲିଥିଲା। ଏବେ ଯେହେତୁ ଏପଟେ ଟିକେ କାମ କରୁଛୁ ତ ସେଥିପାଇଁ କରିପାରୁନୁ। ବାକି ସର୍ଟ ଫିଲ୍ମ ବି ଲୋକମାନେ ବହୁତ ଖୋଜୁଛନ୍ତି, ଚେଷ୍ଟା କରୁଛୁ। ମାସେ ଆଉ 2 ମାସ ଭିତରେ ଆମେ ଗୋଟେ ଆଣିବାକୁ ଚେଷ୍ଟା କରୁଛୁ ଲୋକମାନଙ୍କଠୁ। ପୁଣି ଥରେ ସେଇ ଭଲ ପାଇବା ଆଣିବା ବୋଲି ଚେଷ୍ଟା କରୁଛୁ। ଯେମିତି ଆପଣ କହିଲେ, ଲୋକେ ଆପଣଙ୍କୁ ଭାଇ ଭଉଣୀ, ସ୍ୱାମୀ ସ୍ତ୍ରୀ ସବୁରେ ଆକ୍ସେପ୍ଟ କରିଛନ୍ତି, କିନ୍ତୁ ପ୍ରାୟତଃ ଆପଣଙ୍କୁ କପଲ ଭାବରେ ଆକ୍ସେପ୍ଟ କରିଛନ୍ତି, କିନ୍ତୁ ଆପଣ କହିଥିଲେ କି ଭାଇ ଭଉଣୀ। ସତ କୋଉଟା ଭାଇ? ସତ ସେଇଟା ହିଁ। ଆମେ ସିଏ ମୋ ଜୁନିୟର, ସେମିତି କିଛି ସେଟାକୁ ନେଇକି ନୁହଁ। ବାକି ଏବେ ତ ମନ୍ତ୍ରମୁଗ୍ଧ ବିଷୟରେ କଥା ହବା, ଆଉ ସେପଟେ ନ ଯାଏ। ଆପଣ ବଡ ପରଦାକୁ ଆସି ସାରିଲେଣି, ଅନନ୍ୟା କେବେ ଆସୁଛନ୍ତି? ଯେତିକି ଜାଣିଛି ତାର ବି ଗୋଟେ ସୁଟ୍ ସରିଛି ନା କଣ, ତ ସେ ବି ବହୁତ ଜଲ୍ଦି ଆସିବ ବଡ ପର୍ଦ୍ଦାକୁ। ଖାଲି ସିଏ ନୁହଁ, ଆମ ଟିମରେ ବହୁତ ଜଣ ଏମିତି ଅଛନ୍ତି, ବହୁତ ଜଣ ଆସିବେ ଫିଲ୍ମକୁ, ଆଶା ଅଛି। ଲାଷ୍ଟରେ ଦର୍ଶକଙ୍କୁ କଣ କହିବାକୁ ଚାହିଁବେ ମନ୍ତ୍ରମୁଗ୍ଧ ଫିଲ୍ମ ପାଇଁ? ଦର୍ଶକ ଖାଲି ଏତିକି କହିବି ଯେ ଯୋଉମାନେ ଓଡ଼ିଆ ସିନେମାକୁ ଭଲ ପାଆନ୍ତି, ଏବେ ବହୁତ ସୁନ୍ଦର ସୁନ୍ଦର ସିନେମା ହଉଛି, ବହୁତ ଭଲ ଭଲ ମେକିଂ ହଉଛି। ପୁଣି ଅନୁପମ ସାର୍ଙ୍କର ଆଉ ଗୋଟେ ଫିଲ୍ମ ମନ୍ତ୍ରମୁଗ୍ଧ 2026 ଜାନୁଆରୀରେ ଆସିବାକୁ ଯାଉଛି। ତ ଏତିକି କହିବି, ବାସ୍ ସିନେମା ଅଭିମୁଖୀ ହୁଅନ୍ତୁ, ସିନେମା ଦେଖନ୍ତୁ, ମନ୍ତ୍ରମୁଗ୍ଧ ହଉଛନ୍ତି କି ନାଇଁ ସେଇଟା ବି ଜଣାନ୍ତୁ। ଭଲ ଥିଲେ ଫିଡବ୍ୟାକ୍ ଦିଅନ୍ତୁ, ଖରାପ ଥିଲେ ଗାଳି ବି କରନ୍ତୁ। ହସ ଖୁସିରେ ଆମେ ସେଇଟାକୁ ଆକ୍ସେପ୍ଟ କରିବୁ। ବାସ୍ ଫିଲ୍ମ ଦେଖିବାକୁ ଯାଆନ୍ତୁ, ଏତିକି ମୁଁ